ମହାପ୍ରଭୁ ଜଗନ୍ନାଥଙ୍କ ପ୍ରେମରେ ପାଗଳ ରଘୁ ଯେତେବେଳେ ଦେଖ ମହାପ୍ରଭୁଙ୍କ ନାମ ଗୁଣ କୀର୍ତ୍ତନ କରେ। କେତେବେଳେ ଗୀତ ଗୋବିନ୍ଦ ତ କେତେବେଳେ ଗୋବିନ୍ଦ ଗୋବିନ୍ଦ। ଏଇ କଥାକୁ ଦେଖି ଆଉ ଶ୍ୱଶୁର ଘର ଲୋକ ସହିପାରିଲେନି। ସେ ଭାବୁଥାନ୍ତି ଭଲା କଥା ହେଲା, ଝିଅଟାକୁ ପାଗଳ ବେକରେ ଛନ୍ଦିଦେଲୁ, ଝିଅଟାର ଜୀବନ ବୋଧେ ନଷ୍ଟ ହୋଇଗଲା। ଗୋଟେ କାମ କଲେ ହନ୍ତା, ପିଲାଟାକୁ ଡାକି ବିଷ ଦେଇ ମାରିଦେବା, ତାପରେ ଝିଅକୁ ଅନ୍ୟ ଜାଗାରେ ବାହାଘର କରିଦେବା। ରଘୁ ବେଶୀ ଛନ୍ଦକପଟିଆ ଲୋକ ନୁହଁ, ପ୍ରଭୁ ଭକ୍ତ ସିଏ, ସରଳ ବିଶ୍ୱାସୀ। ସବୁବେଳେ ମହାପ୍ରଭୁଙ୍କର ନାମ ଗୁଣ କୀର୍ତ୍ତନ କରେ। ସେବା କାହୁଁ ଏତେ ଜାଣିବ, କିନ୍ତୁ ତାର ସ୍ତ୍ରୀ ଅନ୍ନପୂର୍ଣ୍ଣା ତାକୁ ପତି ରୂପରେ ପାଇ ଭାରି ଖୁସି। ରଘୁକୁ ଦେବତା ପରି ମାନେ, କିନ୍ତୁ ଘର ଲୋକଙ୍କ ମନରେ ଯେ ରଘୁ ପ୍ରତି ଏମିତି, ସେବା କାହୁଁ ଜାଣିବ। ଶେଷରେ ଡକା ହୋଇ ଝିଅ ଜ୍ୱାଇଁ ଆସିଲେ। ଏପଟେ ଶ୍ୱଶୁର ଘର ଲୋକ ଜ୍ୱାଇଁଙ୍କ ପାଇଁ ପିଠା ତିଆରି କଲେ, ସୁମିଷ୍ଟ ପିଠା ପୁର ଦେଇକି, କିନ୍ତୁ ପିଠା ଭିତରେ ଭରି ଦେଇଥାନ୍ତି କାଳକୁଟ ହଳାହଳ ବିଷ, ଯାହାକୁ ଖାଇବା ମାତ୍ରକେ ଏକାଥରକେ ଯେମିତି ଜୀବନ ଚାଲିଯିବ। ଯେତେବେଳେ ଏଇ କଥା ଅନ୍ନପୂର୍ଣ୍ଣା ଜାଣିଲେ, ସେ ମହାପ୍ରଭୁଙ୍କୁ ଚାହିଁ କ୍ଷମା ପ୍ରାର୍ଥନା କଲେ। ଠାକୁରେ, ମୋ ବାପ ଘର ଲୋକ ଏମିତି ଯେ ମୁଁ କିଛି ବି କରିପାରୁନି, ହେଲେ ମୁଁ ତୁମକୁ କଥା ଦେଉଛି, ମୋ ସ୍ୱାମୀଙ୍କୁ ମୁଁ ନିଶ୍ଚୟ ଏ ବିପଦରୁ ଉଦ୍ଧାର କରିବି। ସେ ଆଉ ଡେରି ନ କରି ଗୋଟିଏ ମଞ୍ଜ ପିଠା ଭିତରେ ଚିଠିଟିଏ ଲେଖିଦେଲେ କି ଏଥିରେ କାଳକୁଟ ହଳାହଳ ବିଷ ଭରି ରହିଛି, ଆକୁ ଆଦୌ ଖାଇବେ ନାହିଁ, ଖାଇବା ମାତ୍ରକେ ଜୀବନ ଚାଲିଯିବ। ଏପଟେ ଅପେକ୍ଷାରେ ଥାନ୍ତି ରଘୁ, ପିଠା ଆସିଲେ ଆନନ୍ଦର ସହ ଖାଇବେ। ପିଠା ତ ଆସି ପହଞ୍ଚିଲା, କିନ୍ତୁ ରଘୁ ଯେହେତୁ ମହାପ୍ରଭୁଙ୍କ ପାଖରେ ନିଜକୁ ସମ୍ପୂର୍ଣ୍ଣ ରୂପେ ସମର୍ପଣ କରିଦେଇଥିଲେ, ସେ ଆଉ ଡେରି ନ କରି ସଙ୍ଗେ ସଙ୍ଗେ ହାତରେ ଜଳ ତୁଳସୀ ଧରି ସମସ୍ତ ପିଠାକୁ ମହାପ୍ରଭୁ ଜଗନ୍ନାଥଙ୍କୁ ସମର୍ପଣ କରିଦେଲେ। ଆଉ କହିଲେ, ଠାକୁରେ, ଏତକ ଗ୍ରହଣ କର। ତୁମେ ତ ଜାଣିଛ ଠାକୁରେ, ତୁମକୁ ସମର୍ପଣ ନ କରି ମୁଁ କୌଣସି ବି ଜିନିଷ ଖାଏ ନାହିଁ। ଆଗ ଆପଣ ଖାଇନିଅନ୍ତୁ, ତାପରେ ମୁଁ ଖାଇବି। ଏତକ କହିଲା ପରେ ଏଥର ରଘୁ ଆରମ୍ଭ କଲେ ପିଠା ଖାଇବା ପାଇଁ। ଯେତେବେଳେ ଗୋଟିଏ ପିଠା ଆଣି ଭାଙ୍ଗି ଦେଇଛନ୍ତି ଖାଇବା ପାଇଁ, ତା ଭିତରୁ ତେଜପତ୍ର ପରିକା ପତ୍ରଟିଏ ବାହାରିଲା। ଆଶ୍ଚର୍ଯ୍ୟ ହୋଇଗଲେ ରଘୁ, ଆରେ ପିଠା ଭିତରେ ଏ ପୁଣି କ'ଣ? ପାଖରେ ଥିବା ଲୋକ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲା। ଆରେ କଥାଟା ଧରା ପଡ଼ିଗଲା କି? ରଘୁ ବୋଧେ ଜାଣିଥିଲା ସେମାନେ ଦେଇଥିବା ପିଠା ବିଷ ବୋଲି, କିନ୍ତୁ ତାହା ନୁହେଁ। ରଘୁ ଯେତେବେଳେ ସେହି ପତ୍ରଟିକୁ ପଢ଼ିଛି, ସ୍ତ୍ରୀ ତାର ଲେଖିଛି ସେଥିରେ କାଳକୁଟ ବିଷ ଅଛି ବୋଲି, ନ ଖାଇବା ପାଇଁ। କିନ୍ତୁ ସେ ବା କ'ଣ କରିବ? ସବୁତକ ପିଠାକୁ ପରା ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ଭୋଗ ଲଗାଇ ସାରିଛି। ଯଦି ନ ଖାଏ ପ୍ରଭୁ ଦ୍ରୋହୀ ହୋଇଯିବନି। ମନେ ମନେ ସ୍ଥିର କଲା, ଠାକୁରେ, ଏ ସବୁତକ ପିଠା ପ୍ରଥମେ ତୋତେ ମୁଁ ସମର୍ପଣ କରିଛି। ଯଦି ମୁଁ ନ ଖାଏ ମୋ ଭକ୍ତପଣକୁ ଠିକ୍, ଯଦି ଭକ୍ତ ହୋଇକି ମୁଁ ତୋତେ ବିଷ ପିଠା ଖାଇବାକୁ ଦେଇପାରିଲି, ଆଉ ତୁ ତାକୁ ହସି ହସିକି ଗ୍ରହଣ କଲୁ, ମୁଁ କାହିଁ ଖାଇପାରିବିନି? ମାରିଲେ ମାରିବୁ, ରଖିଲେ ରଖିବୁ, ସବୁ ତୋରି ଇଚ୍ଛା। ଏଇ କଥା ଭାବି ରଘୁ ଗୋଟା ପରେ ଗୋଟା ପିଠା ଖାଇ ଚାଲିଲା। ପାଖରେ ବସିଥିବା ଲୋକଟା ସେମିତି ବଲ ବଲ କରି ଚାହିଁ ରହିଥାଏ। ଚାହୁଁ ଚାହୁଁ ନିମିଷକ ମଧ୍ୟରେ ସବୁତକ ପିଠା ସରିଗଲା। ଲୋକଟା ମଧ୍ୟ ପିଠା ଥାଳି ନେଇ ଚାଲିଗଲା। ଏପଟେ ରଘୁର ଶ୍ୱଶୁର ଘର ଲୋକ ଭାବୁଥାନ୍ତି, ଯା, ଏକାଥରକେ ବାଟରୁ କଣ୍ଟା ଗଲା, ସବୁଦିନ ପାଇଁ ଶେଷ। ରଘୁ ପାଣି ପିଇକି ଶୋଇବା ପାଇଁ ଚାଲିଗଲା। ଏପଟେ ଶ୍ୱଶୁର ଘର ଲୋକଙ୍କୁ ଖୁସି କହିଲେ ନ ସରେ। ସମସ୍ତେ କହୁଥାନ୍ତି, ଦେଖ, ରାତି ପାହିଲା ବେଳକୁ ଆଉ ରଘୁ ନଥିବ। ହେଲେ ଏ କ'ଣ? ରାତି ପାହି ତ ସକାଳ ହେଲା, ପୂର୍ବ ପରିକା ପୁଣି ଭଜନ କୀର୍ତ୍ତନରେ ମାତି ରହିଥାଏ ରଘୁ। ଶ୍ୱଶୁର ଘର ଲୋକ ଦେଖି ଆଶ୍ଚର୍ଯ୍ୟ ହେଉଥାନ୍ତି, ଆରେ ଏ କ'ଣ ହେଲା? ବିଷ କ'ଣ କାଟୁ କଲାନି କି? ପିଠା ଭିତରେ ଯେଉଁ ଭଳିଆ ବିଷ ଭରି ଦେଇଥିଲୁ, ଖଣ୍ଡେ ଖାଇବା ମାତ୍ରକେ ପ୍ରାଣ ଚାଲିଯିବା କଥା। ହେଲେ ଏ କ'ଣ? ଥାଳିଟା ଯାକ ପିଠା ଖାଇଲା, ହେଲେ କିଛି ବି କାଟୁ କଲାନି। କଥା ସେଠି ନାହିଁ ଆଜ୍ଞା। ରଘୁ ସିନା ପିଠା ଖାଇଛି, ହେଲେ ଏପଟେ ଦେଖ,
ରାତି ପାଇ ଯେତେବେଳେ ସକାଳ ହେଇଛି ବଡ଼ପଣ୍ଡାଙ୍କ ଚଳୁରେ ଆଉ ମହାପ୍ରଭୁଙ୍କ ପ୍ରତିବିମ୍ବ ଆସିଲା ନାହିଁ। ଏପଟେ ବଡ଼ପଣ୍ଡା ପଡ଼ିଲେ ଚିନ୍ତାରେ। କ'ଣ ଆଉ କରିବେ? ମହାପ୍ରଭୁଙ୍କ ପାଦ ତଳେ ନମ ହୋଇ ପଡ଼ିଗଲେ। ଠାକୁରେ କି ଦୋଷ କରିଛନ୍ତି? କ୍ଷମା କରନ୍ତୁ ହେ ବଡ଼ ବଡ଼ୁଆ ସାଆନ୍ତେ। କୁଶଶଯ୍ୟାରେ ଶୟନ କରି ବଡ଼ପଣ୍ଡା କ୍ଷମା ପ୍ରାର୍ଥନା କରୁଥାନ୍ତି। ଏପଟେ ମହାପ୍ରଭୁ କାଳିଆ ସାଆନ୍ତେ କେମିତି ବା ସହିଥାନ୍ତେ ଭକ୍ତର ଦୁଃଖକୁ। ସଙ୍ଗେ ସଙ୍ଗେ ସ୍ୱପ୍ନ ଦେଶ କଲେ। ରଘୁପରା ମୋତେ ବିଷ ପିଠା ଖାଇବାକୁ ଦେଇଥିଲା, ମୁଁ ସେଇ ବିଷ ପିଠା ଖାଇ ଦେଇଥିଲି ତ। ସକାଳ ପର୍ଯ୍ୟନ୍ତ ନିଦ ଭାଙ୍ଗିଲା। ଯେତେବେଳେ ବଡ଼ପଣ୍ଡା ଏଇ କଥା ଶୁଣନ୍ତି ଆଖିରୁ ତାଙ୍କର ଧାର ଧାର ଲୁହ ଝରିଗଲା। ମହାପ୍ରଭୁଙ୍କ ପାଦ ତଳେ ପଡ଼ିଯାଇ କହିଲେ, ଧନ୍ୟ ହେ ମଣିମା, ଧନ୍ୟ ତୁମ ଲୀଳା। ଭକ୍ତ ପ୍ରତି ତୁମର ଏମିତି ଭଲ ପାଇବା। ଭକ୍ତ ପାଇଁ ଆଜି ମହାପ୍ରଭୁ କାଳିଆ ସାଆନ୍ତ ବିଷ ଖାଇଛନ୍ତି। ବଡ଼ପଣ୍ଡାଙ୍କର ପ୍ରଶ୍ନଟିଏ ଥିଲା, ହେଲେ ସାଆନ୍ତେ ଭକ୍ତ ହୋଇକି ତୁମକୁ ସେ ବିଷ କାହିଁ ଦେଲା ଖାଇବାକୁ? ପ୍ରଭୁ କିନ୍ତୁ ହସି ହସି କହିଲେ, ସେ ମୋତେ ଦେଇ, ସେ ଖାଇଲା ପିଠା ଆଉ ମୁଁ ଖାଇଲି ବିଷ। ହେଲେ କେମିତି? ମୋ ଭକ୍ତ ପ୍ରତି ଯେତେବେଳେ କଷଣ ଆସିଲା, ମୋ ଭକ୍ତ ପ୍ରତି ଯେତେବେଳେ ବିପଦ ଆସିଲା, ମୋ ଭକ୍ତକୁ ଏ ସଂସାରରୁ ଯେତେବେଳେ ଦୁଃଖ ପଡ଼ିଲା, ସେତେବେଳେ ମୁଁ ସବୁକିଛି ହରଣ କରିନେଲି। ଆଉ ସେଇଥିପାଇଁ ଆଜି ଭକ୍ତ ଖାଇଛି ପିଠା ଆଉ ମୁଁ ଖାଇଛି ବିଷ। ମୋ ଭକ୍ତ ଶ୍ରଦ୍ଧାରେ ଭକ୍ତିରେ ମୋତେ ଯଦି ପତ୍ରଟିଏ ହଉ, ପୁଷ୍ପଟିଏ ହଉ, ଜଳଟୋପେ ହଉ, ଯାହା ବି ମୋତେ ସମର୍ପଣ କରେ ସବୁତକ ମୁଁ ହସି ହସି ଗ୍ରହଣ କରେ। ତା ଛଡ଼ା ସେ ତ ମୋର ପରମ ବଡ଼ ଭକ୍ତ। ମୁଁ ତା'ଠାରୁ ବିଷ ଖାଇନଥାନ୍ତି? ତା'ର ଶ୍ୱଶୁର ଘର ଲୋକ ତାକୁ ଚିହ୍ନି ପାରିଲେନି। ସେ ମୋ ପ୍ରେମରେ ପାଇଆ, ମୋ ଭକ୍ତିରେ ପାଇଆ। ମୁଁ ତାକୁ ମଧ୍ୟ ଭାରି ଭଲ ପାଏ। ସେ ପରା ମୋର ପରମ ବଡ଼ ଭକ୍ତ। ତାରି ଶ୍ୱଶୁର ଘର ଲୋକ ପିଠାରେ ବିଷ ଦେଇକି ତାକୁ ମାରିବା ପାଇଁ ବସିଥିଲେ, ଆଉ ମୁଁ ତାକୁ ଉଦ୍ଧାର କଲି। ମୁଁ ତା'ଠାରୁ ସବୁ ତାକୁ ବିଷ ଖାଇଦେଇଛି। ମହାପ୍ରଭୁଙ୍କ ଠାରୁ ଏଇସବୁ କଥା ଶୁଣି ସାରିଲା ପରେ ବଡ଼ପଣ୍ଡାଙ୍କ ଆଖିରୁ ଧାର ଧାର ଲୁହ ଚଢ଼ି ଯାଉଥାଏ। କ'ଣ ବା ଆଉ କହିବେ ସେ ଠାକୁରଙ୍କୁ? ସେ ତ ଗାଦିଆ, ସେ ମନୁଆ ଠାକୁର, ସେ ହଟିଆ ଠାକୁର। ତା'ର ସେଇ ଚକାଚକା ଆଖିରେ ସାରା ବିଶ୍ୱ ବ୍ରହ୍ମାଣ୍ଡକୁ ସେ ଏମିତି ଅପଲକ ନୟନରେ ଚାହିଁ ରହିଥାଉ। ହଁ ଆଜ୍ଞା, ଆଜି ସିନା ସେଇ ମହାପ୍ରଭୁଙ୍କର ପରମ ବଡ଼ ଭକ୍ତ ରଘୁଅରକ୍ଷିତ ନାହାନ୍ତି, କିନ୍ତୁ କଥାଟିଏ ପୁରା ରହିଯାଇଛି, ଅରକ୍ଷିତକୁ ଦୈବ ସାହା। ନମସ୍କାର ଆଜ୍ଞା। ଆଜିର ଏହି ସୁନ୍ଦର ଭିଡ଼ିଓଟି ଯଦି ଆପଣମାନଙ୍କୁ ଭଲ ଲାଗିଥାଏ, ଜୟ ଜଗନ୍ନାଥ ଲେଖିବାକୁ ଆଦୌ ଭୁଲନ୍ତୁ ନାହିଁ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ସମସ୍ତେ ଭଲରେ ଥାଆନ୍ତୁ, ସମସ୍ତେ ଖୁସିରେ ଥାଆନ୍ତୁ। ଜୟ ଶ୍ରୀ ଜଗନ୍ନାଥ।